तुलसीदासଙ୍କର ଶ୍ରୀ ରାମଚରିତମାନସ ବା ତୁଳସୀ ରାମାୟଣରେ ଅଛି ଏକ ଅତ୍ୟନ୍ତ ରୋଚକ ଓ ତାତ୍ପର୍ଯ୍ୟପୂର୍ଣ୍ଣ ବର୍ଣ୍ଣନା। ଆଦିକବି ବାଲ୍ମୀକିଙ୍କର ମୂଳ ସଂସ୍କୃତ ରାମାୟଣର ଅଷ୍ଟାଧିକ ଶତତମ ସର୍ଗ ଅନୁସାରେ ଶ୍ରୀରାମ ଅତ୍ୟନ୍ତ କୁପିତ ହୋଇ ଅତି ଯତ୍ନରେ ଧନୁକୁ ପୂର୍ଣ୍ଣ ରୂପରେ ଟାଣି ରାବଣ ଉପରକୁ ମର୍ମଭେଦୀ ବାଣ ଚଳାଇଲେ। ବଜ୍ରଧାରୀ ଇନ୍ଦ୍ର ପେଶିଥିବା ବଜ୍ର ପରି ସେହି ଦୁର୍ଦ୍ଧର୍ଷ ଓ କାଳତୁଲ୍ୟ ଅନିର୍ବାଚ୍ୟ ବାଣ ରାବଣର ବକ୍ଷକୁ ବିଦ୍ଧ କଲା। କିନ୍ତୁ ତୁଳସୀଦାସ ତାଙ୍କ ରାମାୟଣରେ ଅତ୍ୟନ୍ତ ଭାବପୂର୍ଣ୍ଣ ଭାବରେ ରାବଣକୁ ଶ୍ରୀରାମ ତୀର ବିନ୍ଧିବା ପ୍ରସଙ୍ଗର ବର୍ଣ୍ଣନା କରିଛନ୍ତି। ତାହା ଅନୁସାରେ ସମସ୍ତ ପ୍ରକାରର ପ୍ରହାଦ ସତ୍ତ୍ୱେ ରାବଣର ମୃତ୍ୟୁ ନ ହେବା ଜାଣି ସୀତା ଆତଙ୍କିତ ହୋଇ ଉଠିଲେ ଏବଂ ତ୍ରିଜଟାକୁ ତାହାର ମୃତ୍ୟୁଭେଦ ପଚାରିଲେ। ତ୍ରିଜଟା ତାଙ୍କୁ କହିଲା ରାବଣର ବକ୍ଷକୁ ଶିରବିଦ୍ଧ କଲେ ହିଁ ତାର ମୃତ୍ୟୁ ହେବ, କିନ୍ତୁ ଶ୍ରୀରାମ ତାହାର ବକ୍ଷକୁ ଶରବିଦ୍ଧ କରୁନାହାନ୍ତି। ଏହାର କାରଣ ସ୍ୱରୂପ ତ୍ରିଜଟା କହିଲା,